तो ମୁଁ ଆସିକି ମାଇନ୍ସରେ ପହଞ୍ଚି ସାରିଛି। ଏଇଟା ଦେଖନ୍ତୁ ବସ୍ଟା, ଏଇ ବସ୍ରେ ମୁଁ ଆସିଲି। ଆଉ ଏଇଟା ଦେଖନ୍ତୁ ମୁଁ ଯେଉଁ ଗାଡ଼ିଟା ଚଲେଇବି ନା, ଏଇଟା ସେଇ ଗାଡ଼ି। ତ ଆମେ ପୁରା ଡ୍ୟୁଟି ପାଇଁ ଏବେ ରେଡ଼ି। ଜୟ ଜଗନ୍ନାଥ ସାଙ୍ଗମାନେ, ମୋ ଜଣୁଛି ମୋର ନୂଆ ଫ୍ରେଶ୍ ଲୋକ, ମୋ ରଘୁନାଥ ମଣ୍ଡଳ। ତ ଯେଉଁମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ। ଆଉ ତ ଚାଲ ଭିଡ଼ିଓଟି ବର୍ତ୍ତମାନ ଏଇଠୁ ଷ୍ଟାର୍ଟ କରିବା। ତ ଯେଉଁ ଭାଇମାନେ ମୋତେ କହୁଥିଲେ ନା ଭିଡ଼ିଓ ଅପଲୋଡ଼ ହେଉନି କମେଣ୍ଟ ମାଧ୍ୟମରେ ଜଣାଉଥିଲେ। ତ ଭିଡ଼ିଓ ଏଇଥିପାଇଁ ମୋର ଅପଲୋଡ଼ ହେଉନଥିଲା ଯେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ କପିରାଇଟ୍ ପଡ଼ିଥିଲା। ତ ସେଥିପାଇଁ ଆମର ଆସୁନଥିଲା ଭିଡ଼ିଓ ଅପଲୋଡ଼ ଆସୁନଥିଲା କ'ଣ, ମୋର ତ ଭିଡ଼ିଓ ଅପଲୋଡ଼ ହିଁ ହେଉନଥିଲା। ଅପଲୋଡ଼ ମୁଁ କ'ଣ କରିବି? ତ ସେଥିପାଇଁ ଆମର ଟ୍ରକ୍ ଭିଡ଼ିଓ ଆସୁନଥିଲା। ତ ଟ୍ରକ୍ରୁ ଏବେ ମୁଁ ଛାଡ଼ି ଦେଇଛି, ଏବେ ଯାଇନି ଆଉ ଡ୍ୟୁଟି। ତ ମୁଁ ଏବେ ଅଲଗା ଗୋଟେ ଡ୍ୟୁଟି ଆସିଛି। ଆଉ ଗାଁରେ ଯେତେବେଳେ ଥିଲି ନା, ସେତେବେଳେ ମୁଁ ଛୋଟ ଗାଡ଼ି ଗୁଡ଼ା ଚଲାଉଥିଲି, କାର୍ ଫାର୍ ଗୁଡ଼ା। ତ ଏବେ ଆମର ଏଇ ଦେଢ଼ ମାସ ପାଖାପାଖି ହେବ ଏପଟେ ମୁଁ ପଳେଇ ଆସିଛି। ଆଉ ଗୋଟେ କୋଇଡ଼ା ସାଇଡ଼୍କୁ ପଳେଇ ଆସିଛି, ଯେଉଁଟାକି ମାଇନ୍ସରେ ଗାଡ଼ି ଚଲାଉଛି। ଆଉ ତ ଏଇଟା ଆମର ପଛପଟେ ଆମର କ୍ୟାମ୍ପଟା ଅଛି। ଏଇଟା ମୁଁ କ୍ୟାମ୍ପ ଭିତର ଭିଡ଼ିଓ ବି ମୁଁ ଦେଖେଇବି ହେଲା। ତେବେ ମୁଁ ବାହାରକୁ ଆସିଛି, ଗୋଟେ ଫାଙ୍କା ଜାଗାକୁ ଆସିଛି। ଏଇଟା ଦେଖିପାରୁଥିବେ, ଏଇଠି ମୁଁ ଭିଡ଼ିଓ ଟିକେ ଷ୍ଟାର୍ଟ କରିବାକୁ ଅଛି। ସେପଟେ ଆମର ଗେଟ୍ଟା ଅଛି, ସେଇଟା ବାଇକ୍ ଫାଇକ୍ ଯେଉଁଟା ଅଛି ନା, ସେପଟେ ଆମର କ୍ୟାମ୍ପର ଗେଟ୍ଟା ଅଛି ହେଲା। ସେପଟେ ଯାଇକି ଆମ ରାସ୍ତାଟା ବସିବା ପାଇଁ ଏଣ୍ଟ୍ରି ଗେଟ୍। ଆଉ ତ ଚାଲ, ଏଠି ଦେଢ଼ ମାସ ଆସିକି ଭିଡ଼ିଓ ଅପଲୋଡ଼ ହେଇନି, ମାନେ ଏଇଥିପାଇଁ ମୁଁ ଜଣେଇନି। ଆଉ ତ ବହୁତ କିଛି ଏଇ ଦେଢ଼ ମାସ ଭିତରେ ଚେଞ୍ଜ ହେଇଯାଇଛି। ଆଉ ତ ଚାଲ, ଆଉ ମୁଁ କ'ଣ କରିବି? ମାନେ ଏବେ ଆମର ଡ୍ୟୁଟି ମୁଁ ଆଜି ଏଇଥିପାଇଁ ଯାଇନି କ'ଣ, ଯିବି ବି ସିଫ୍ଟରେ ଯିବି। ଆମର 3ଟା ସିଫ୍ଟ ଅଛି, ଏ ସିଫ୍ଟ, ବି ସିଫ୍ଟ, ସି ସିଫ୍ଟ। ଏ ସିଫ୍ଟଟା ହେଉଛି ଆମର ସକାଳ 5ଟାରୁ ଦିନ 2ଟା ପର୍ଯ୍ୟନ୍ତ। ଆଉ ବି ସିଫ୍ଟ ହେଲା ଦିନ 2ଟାରୁ ରାତି 10ଟା ପର୍ଯ୍ୟନ୍ତ। ଆଉ ସି ସିଫ୍ଟ ହେଲା ନାଇଟ୍, ମାନେ ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ। ଆଉ ଏଇଟା ହେଲା 3ଟା ସିଫ୍ଟ ଅଛି। ଆଉ ତ ମୋର ବି ସିଫ୍ଟ ଅଛି, ଆଜି ଆମ ଦିନ 2ଟାରେ ଡ୍ୟୁଟି ଯିବି, ଆଉ ରାତି 10 ପର୍ଯ୍ୟନ୍ତ। ତ ଏବେ ଆମ ଟାଇମ୍ ହେଇଗଲାଣି, ଦିନ 9:30 ହେଇଗଲାଣି। ତ ଏବେ ମୁଁ ଖାଇ ପିଇକି ପଳେଇ ଆସିଛି। ସକାଳେ ଆମର ନାସ୍ତା ହେଇଥିଲା, ଏଠି କ୍ୟାଣ୍ଟିନ୍ ଅଛି ହେଲା। କ୍ୟାଣ୍ଟିନ୍ରେ ମୁଁ ଖାଇଥିଲି, ଯେଉଁଟାକି ମୁଁ ଭିଡ଼ିଓରେ ଦେଖାଇଦେବି। କ୍ୟାଣ୍ଟିନ୍ରେ ଆମର ଟିଫିନ୍ କରିଦେଇଥିଲି ମୁଁ, ଚକୁଳି ଆଉ ଭାତ, ଚକୁଳି ପିଠା। ତ ଚାଲ, ଏଇଠି ଆମର 8 ଘଣ୍ଟା ଡ୍ୟୁଟି, 8 ଘଣ୍ଟା ଲେଖାଏଁ ଡ୍ୟୁଟି ହୁଏ। ଆଉ 8 ଘଣ୍ଟାରେ 3ଟା ସିଫ୍ଟ ଅଛି। ତ ଆମର ଟାଇମ୍ ଦେଖିପାରୁଥିବ, ମୁଁ କହିଲି ମୁଁ 9:30 ହେଇଗଲାଣି। ତ ଏବେ ମୁଁ ଯିବି ଗାଧେଇ ପାଧେଇକି ଟିକେ ରେଷ୍ଟ ଶୋଇପଡ଼ିବି। ତାପରେ ପୁଣି ଉଠିକି 12ଟା ବେଳେ ଖାଇ ପିଇକି ବାହାରିବା ଡ୍ୟୁଟି। ଆଉ ତ ଚାଲ କ୍ୟାମ୍ପ ଭିତରକୁ ଯିବା। ତାପରେ ଡ୍ୟୁଟି ସେପଟେ ମୁଁ କ'ଣ ଆମର ରୁମ୍ ଦେଖେଇବି, ଆମର କ'ଣ ଅଛି କ୍ୟାମ୍ପ ଭିତରେ ମୁଁ ଦେଖେଇବି। ଆଉ ଚାଲ, ଏଇଟା ହେଲା ଆମର ଗେଟ୍, ଏଇଠୁ ଭିତରକୁ ଯିବା। ଏଇଟା ବଡ଼ ଗେଟ୍ ଅଛି, ତ ଏପଟେ ଛୋଟିଆ ଗାଡ଼ି ଆସିଲେ ଏଇ ଗେଟ୍ଟା ଖୋଲିବ। ଆଉ ଏପଟେ ଯିବା ଆସିବା ଆମର ଲୋକ ଚାଲିବା ପାଇଁ ରାସ୍ତା। ଆଉ ସେପଟେ ମୁଁ ସେ ଆମ୍ବ ଗଛ ମିଳିଥିଲି। ଏଇଟା ଆମର ଦୋକାନଟା ଗୋଟେ ଅଛି ଗେଟ୍ ବାହାରେ। ତ ଚାଲ ଭିତରକୁ। ଏମିତି କିଛି ଆମର କ୍ୟାମ୍ପ। ଏପଟେ ନୂଆ ଘର ବନା ହେଉଛି, ଦେଖ ଏପଟେ ନୂଆ ଘର ବନା ଅଛି ଏପଟେ। ତ ଏଇଟା ହେଲା ଆମର ରୁମ୍, ଏଇଠି ଅଛି। ଆଉ ସେପଟେ ଆହୁରି ରୁମ୍ ଅଛି। ତ ଏଇଠି ଗୋଟେ ଘରଟାରେ 5ଟା ରୁମ୍ ଅଛି। ତ ମୁଁ 4 ନମ୍ବର ରୁମ୍ରେ ରହୁଛି। ଆଉ ଚଲ, ଏପଟେ 2, 3, ଏଇଟା 4, ସେପଟେ ଲାଷ୍ଟଟା 5। ତ ଏଇଠି ମୋ ରୁମ୍। ଏଇଟା ହେଲା ମୋ ବେଡ୍, ଏଇଠି ହେଲା ମୋ ବେଡ୍ ହେଲା ଏଇଟା। ଆଉ ହେଲମେଟ୍ ମୋର ସେଇଟା ଦେଖିପାରୁଥିବେ। ଏମିତି କିଛି ଅଛି ଆମ ରୁମ୍। ଚାଲ ଏବେ ଆମେ ବାହାରକୁ ଯିବା, ବାହାର ଟିକେ ଭିଉ ଦେଖିବା। ଏପଟେ ଆମର ସିଧା ପଳେଇଲେ ଆମର ସେପଟେ ଲାଟ୍ରିନ୍ ବାଥରୁମ୍ ଅଛି। ସେଇପଟେ ସେଠି ପାଣି ଟାଙ୍କି, ସେଇଠି ଲାଟ୍ରିନ୍ଟା ପଛପଟ ସେ ଘର। ଏଇଟା ହେଲା ଆମ ଘରଟା ଦେଖିପାରୁଥିବେ। ମୁଁ ସେପଟୁ ଆସିଲି ଗୋଟେ, ଏମିତି କିଛି ଆମର କ୍ୟାମ୍ପ। ଏଇଗୁଡ଼ା ବସ୍ ଗୁଡ଼ାରେ ଆମେ ମାଇନ୍ସକୁ ଯାଉ। ଏପଟେ ଅଛି ଆମର ଲାଟ୍ରିନ୍ ବାଥରୁମ୍ ଏଇଠି। ଚାଲ ମୁଁ ଦେଖେଇ ଦେଉଛି ସେପଟଟା। ଏଗୁଡ଼ା ସବୁ ରୁମ୍ ଘରେ ଆମର ପିଲା ଅଛନ୍ତି। ବାଥରୁମ୍ ଅଛି, ଏଇଠି କୁଣ୍ଡ ବି ଅଛି ଗାଧୋଇବା ପାଇଁ। ଏଇଠି ଗାଧୋଇ ପାରିବେ, ଏପଟେ ଗାଧୋଇ ପାରିବେ ହେଲା କି। ବାଥରୁମ୍,
ଲାଟିନ୍ ଏମିତି ପୁରା ଲମ୍ବା ଚଉଡ଼ା ଏଇଟା ଅଛି ହେଲା। ସେପଟେ ଆହୁରି ଅଛି, ବହୁତ ସାରା ଅଛି। ତ ଚାଲ ଆମେ ଏବେ ଆସିବା ଗାଧେଇ ଦେବା ଆଉ ତାପରେ ପୁଣି ଏଥର ଭିଡ଼ିଓ ଷ୍ଟାର୍ଟ କରିବା କ୍ୟାଣ୍ଟିନ୍ ଗଲାବେଳେ ଲାଗେ। ଆଉ ତାପରେ ଆମ କ୍ୟାଣ୍ଟିନ୍ ଦେଖିବା ଖାଇତେ ଗଲାବେଳେ 12ଟା ବେଳେ ଆମର ବ୍ୟାକ୍ ସାଇଡ଼୍ ଆମେ ଗାଧେଇ ଦେବା ଏଇଠି ଆସିକି ବାଥରୁମ୍ରେ ଗାଧେଇବା, ନହେଲେ ଏଇଠି କୁଣ୍ଡରେ ଗାଧେଇବା ଆଉ ଗାଧେଇଦେବା। ତାପରେ ଗାଧେଇ ଦେଇକି ଶୋଇ ପଡ଼ିବା। ତାପରେ ଉଠିକି 12ଟା 1 ବେଳେ ଖାଇ ଦେଇକି ଡ୍ୟୁଟି ବାହାରିବା। ଏଇଟା ଦେଖ ଆମର ଏଇଠି ଆମର ପୁଦିନା ପତ୍ର ହେଇଛି, ଏ ପୁଦିନା ପତ୍ର ଏଇଠି ପାଣି ପାଖରେ ନା, ସେଥିପାଇଁ ଆମର ଏଇଠି ପୁଦିନା ପତ୍ର ଗଛ ବାହାରିଯାଇଛି। ଚାଲ ଆମର ଟାଇମ୍ ହେଇଗଲାଣି 12:30 ହେଇଗଲାଣି। ତ ମୁଁ ଗାଧେଇ ଆସିକି ଶୋଇ ପଡ଼ିଥିଲି। ତ ଆମେ ଉଠିକି ଏବେ ଯିବା ଖାଇବା ପାଇଁ ଆଉ। ତ ଚାଲ ମୁହଁ ଟିକେ ଧୋଇକି ଯିବା, ଡ୍ରେସ୍ ଫ୍ରେସ୍ ପିନ୍ଧିକି ଖାଇବା ପାଇଁ ଯିବା ଆଉ। ଚାଲ ଦେଖତେ ଥାଳି ଆଉ ପାଣି ବୋଟଲ ମୁଁ ଧରିଲି। ତ ଏବେ ଆମେ ଯିବା ଖାଇବା ପାଇଁ ଆଉ। ଚାଲ ଆମ ରୁମ୍ ପୁରା ଫାଙ୍କା ଦେଖିପାରୁଥିବେ, ସବୁ ଡ୍ୟୁଟି ଯାଇଛନ୍ତି। ଆଉ ଯାହା 2-3 ଜଣ ଅଛନ୍ତି ଖାଇବା ପାଇଁ ଯାଇଛନ୍ତି ଆଉ। ଚାଲ ଆମେ ବି ଖାଇବା ପାଇଁ ପଳେଇବା। 2 ଜଣ 3 ଜଣ ଅଛନ୍ତି ଶୋଇଛନ୍ତି ଆଉ ସବୁ ନାହିଁ। ଚାଲ ମୋର ସବୁ ଚପଲ ଏମିତି କିଛି ଅଛି ଦେଖିପାରୁଥିବେ ସିରିଏଲରେ ତ ରଖିଛନ୍ତି। ମୋର ବୁଟ୍ ହେଇଗଲା, ଡ୍ୟୁଟି ବୁଟ୍ ହେଇଗଲା, ଚପଲ ଅଛି। ତ ଚାଲ ଏପଟେ ଆମ ରୁମ୍ରୁ ବାହାରେ ରାସ୍ତା, ଏପଟେ ଦେଖନ୍ତୁ ଏପଟେ ବି ଅଛି, ସେପଟେ ବି ଅଛି। ତ ଆମେ ଏପଟେ ଯିବା। ଏଇଟା ଦେଖନ୍ତୁ ଘରଟା, ଏଇଟା ଗୋଟେ ଘର, ତା ଆଗକୁ ଆଉ ଗୋଟେ ଘର ଅଛି। ଏଇ ଘରେ 4-5ଟା ଲେଖାଏଁ ରୁମ୍ ଅଛି। ସବୁ ଘରେ 15-20 ଜଣ ପିଲା ଅଛନ୍ତି ସବୁ ରୁମ୍ରେ। ଏଇ ଦେଖ ସେପଟରେ ଗୋଟେ ଗେଟ୍, ସେପଟେ ଆମ ଗୋଟେ ରୁମ୍, ତାପରେ ଏପଟେ ଏଇଟା ଗୋଟେ ରୁମ୍, ସେପଟେ ଗୋଟେ ରୁମ୍, ଏଇଗୁଡ଼ା 2ଟା ରୁମ୍, ତାପରେ ସେପଟେ ଆଉ ଗୋଟେ ଏଇଟା ରୁମ୍ ଘର, ତାପରେ ଏଇଟା ଗୋଟେ ଘର, ତାପରେ ସେ ପଛପଟଟା ଆମର କ୍ୟାଣ୍ଟିନ୍ ଆଉ। ଏଇଠି ତ ବସିଥିବ ଆଉ। ଚାଲ ଏମିତି କିଛି ଏ ଦେଖନ୍ତୁ ସେଇଟା ଆମର ପରିବା ଗାଡ଼ି ଆସିଛି, କ୍ୟାଣ୍ଟିନ୍ରେ ପରିବା ମିଳୁଛି ହେଲା। ଚାଲ ଏଇ ଘର ପଛପଟ ଦେଇକି ଆମ କ୍ୟାଣ୍ଟିନ୍କୁ ରାସ୍ତା ଅଛି ଆଉ। ଚାଲ ଏଇ ହେବା ଏଠି ତ ହେଇସାରିକି ସେପଟେ ଏଇ ସାଇଡ଼୍ରେ ହିଁ ଜଷ୍ଟ ରୁମ୍ ଅଛି। ଚାଲ ଆମ ଥାଳି ଧୋଇଦେବା। ତାପରେ ଏଇଠି ଆମ ହାତ ଧୋଇ ସାରିକି ଏମିତି ଅଛି ଆମର କ୍ୟାଣ୍ଟିନ୍, ସମସ୍ତେ ଖାଉଛନ୍ତି ଦେଖିପାରୁଥିବେ। ତ ଚାଲ ମୁଁ ଖାଇବା ଆଣି ସାରି ତାର ପୁଣି ଭିଡ଼ିଓ ଷ୍ଟାର୍ଟ। ତ ଆମ କ୍ୟାଣ୍ଟିନ୍ରୁ ଖାଇକି ମୁଁ ପଳେଇ ଆସିଲି, ସେଇଠି ହାତ ଧୋଇକି ପଳେଇ ଆସିଛି। ତ ଏଇଠି ଆମର ଥାଳି ରଖିଦେଇଛି। ତ ଏଇ ଜାଗାରେ ଛିଡ଼ା ହେଇଛି କ'ଣ ପାଇଁ ଜାଣିଛନ୍ତି? ଏଇ ଜାଗାରେ ଆମର ନେଟୱାର୍କ ପହଞ୍ଚେ ଏଇଠି, ଆଉ ଅଲଗା କେଉଁଠି ନେଟୱାର୍କ ପାଏନି। ଏଇଠି ଆମର ଜିଓ ନେଟୱାର୍କ ପହଞ୍ଚେ। ଏଇଠି ଆମେ ଏବେ ନେଟ୍ ଟିକେ ଚଲେଇବା, ତାପରେ ପଳେଇବା ଆଉ। ଟାଇମ୍ ହେଇଗଲାଣି ଏବେ ଡ୍ୟୁଟି ଯିବା ଆଉ। ତ ନେଟ୍ ଚଲେଇ ଦିଏ, ତାର ଡ୍ୟୁଟି ଗଲାବେଳେ ପୁଣି ଏଥର ଭିଡ଼ିଓ ଷ୍ଟାର୍ଟ କରିବା ଆଉ। ତ ଆମେ ପୁରା ଡ୍ୟୁଟି ପାଇଁ ଏବେ ରେଡ଼ି କରିତେ, ଲେବର୍ ଜ୍ୟାକେଟ୍ ପିନ୍ଧିକି ପୁରା ରେଡ଼ି। ପୁରା ଗାଡ଼ି ପୁରା ରେଡ଼ି, ସମସ୍ତେ ପୁରା ରେଡ଼ି ଆଉ। ତ ଚାଲ ବସ୍ରେ ଆଉ ବସିକି ଡ୍ୟୁଟି ଯିବା। ମୁଁ ଆସିକି ମାଇନ୍ସରେ ପହଞ୍ଚି ସାରିଛି। ଏଇଟା ଦେଖନ୍ତୁ ବସ୍ଟା, ଏଇ ବସ୍ରେ ମୁଁ ଆସିଲି। ଆଉ ଏଇଟା ଦେଖନ୍ତୁ ମୁଁ ଯେଉଁ ଗାଡ଼ିଟା ଚଲେଇବି ନା, ଏଇଟା ସେଇ ଗାଡ଼ି। ତଳକୁ ଓହ୍ଲେଇକି ଦେଖେଇ ପୁରା ଫୁଲ୍ ଗାଡ଼ି ଆଉ। ଏଇଟା ଦେଖ ଏଇ ଗାଡ଼ି ମୁଁ ଚଲାଉଛି। ଏପଟେ ରହିଲା ଆମର ଏଇଟା ଗ୍ୟାରେଜ୍ଟା, ଏପଟେ ଆମର ମାଇନ୍ସଟା ଅଛି ଆଉ। ଏଇଟା ଦେଖନ୍ତୁ ରାସ୍ତା ଯାଇଛି ମାଇନ୍ସକୁ। ତ ଆମର ପିଲାମାନେ ଏଇ ଗାଡ଼ିରେ ଯେଉଁ ପିଲାମାନେ ଥାନ୍ତି ନା, ଏଇ ଗାଡ଼ିରେ ଆମର କାମ କ'ଣ ଜାଣିଛନ୍ତି ନା, ଏଇ ଗାଡ଼ିରେ ଆମର ସବୁ ସାମାନ ଅଛି ଭିତରେ। ମାନେ ଯାଇକି ଗାଡ଼ିରେ ଗ୍ରୀସ୍ ମାରିବେ, ତାଙ୍କର ରେଞ୍ଚି ଫେଞ୍ଚି ସବୁ ଅଛି ଏଇଠି। ଟୁଲ୍ ବକ୍ସ ଭିତରେ ଅଛି। ଏଇଠି ଆମର ଏଇ ଗାଡ଼ିରେ ୱାସିଂ ବି ହେଇପାରିବ, ଗାଡ଼ି ଧୋଇପାରିବେ, ତାର ସିଷ୍ଟମ୍ ସବୁ ଅଛି। ପାଣି ଫାଣି ଏ ଆଗଟା ହେଲା, ଏଇଟା ହେଲା ପାଣି ଟାଙ୍କିଟା, ଏଇଟା ଏଠି ପାଣି ଅଛି ହେଲେ। ତ ଚାଲ ଆଉ ଏଇଠି 4-5 ଜଣ ମାନେ ଏଇଠି କାମ କରନ୍ତି ଆଉ ମୋବାଇଲରେ ଭ୍ୟାନ୍ରେ। ମୁଁ ଡ୍ରାଇଭର, ଖାଲି ମୁଁ ଗାଡ଼ି ଚଲେଇବି। ଆଉ ଆର ପିଲାମାନେ ସେମାନେ ଖାଲି ଗାଡ଼ି କାମ କରିବା ଆଉ। ଗାଡ଼ି ମାଇନ୍ସ ଯେତେ ସବୁ ଗାଡ଼ି ଅଛି ନା, ତ ସେମାନେ ସେଇଠି କାମ। ତ ମୁଁ ଏବେ ଆସିକି ଆମ ପୁରା ମାଇନ୍ସ ପୁରା ଟପ୍ରେ ଅଛି ହେଲା କି। ଏପଟେ ଦେଖିପାରୁଥିବେ ବଲ୍ ସବୁ ଠିଆ ହେଇଛନ୍ତି। ପାହାଡ଼ ଦେଖିପାରୁଥିବେ ନଜାରା। ଏ ହେଲା ଟେନ୍ସା, ଆମର ପାର୍କିଂଟା ଦେଖିପାରୁଥିବେ ହେଲା କି। ଏଇଟା ପାର୍କିଂଟା ଆମର ମାଇନ୍ସକୁ ଯେଉଁ ଗାଡ଼ି ଗୁଡ଼ା ଆସିବେ ସେମାନେ ସବୁ ପାର୍କିଂରେ ଛିଡ଼ା ହେଇକି ଅଛନ୍ତି। ପ୍ରୋଗ୍ରାମ୍ ନାହିଁ, ପ୍ରୋଗ୍ରାମ୍ ଦେଇଛି ଧାମରା ପ୍ରୋଗ୍ରାମ୍ ଦେଇଛି, ଆଉ କେଉଁଠି କେଉଁଠି କିଏ ଜାଣି ଦେଇଛି ମୁଁ ଜାଣିନି। ଏପଟେ ଧାମରା ଗାଡ଼ି ଗୁଡ଼ା ଲାଗିଛନ୍ତି, ସେଇଗୁଡ଼ା ଦେଖନ୍ତୁ ସିରିଏଲ୍ରେ ଲୋଡ଼୍ ପାଇଁ ଛିଡ଼ା ହେଇଛନ୍ତି। ତ ଏବେ ଲୋଡ଼୍ ଚାଲିନି ଆଉ। ତ ମାଇନ୍ସ ଏବେ ଆମ ପୁରା ଟପ୍ରେ ଅଛି। ତ ମୁଁ ଏବେ ଆମ ଗାଡ଼ି ପୁରା ପଛପଟଟା ଦେଖେଇଗଲା କ'ଣ କ'ଣ ସିଷ୍ଟମ୍ ଅଛି ଆମ ଗାଡ଼ି ଭିତରେ ହେଲା କି। ଡୋର୍ଟା ବାଡ଼େଇ ଦେବା। ଏଇଠି ଦେଖନ୍ତୁ, ଏଇଟା ହେଲା ଆମର ପଏଣ୍ଟ, ଏଇଠି ପାଣି ଅଛି, ଦେଖ ପାଣି ବାହାରୁଛି।
तो एपटे पाइप लगी सेटिंग वाशिंग पूरा स्प्रे होगी बाहर सेमती किसी सिस्टम अच्छी यहीटा एमती किसी अच्छी गाड़ी आमर ये मेसीन गिरीश मरा चलती देख गिरीश मार्च लगे देख गिरीश मार्च पाइप पूरा सेटिंग कनेक्शन है एमती किसी अच्छे तो चलो ए राति 10 पर्यंत ये ड्यूटी करवा पूरा गाड़ी मेसीन लोडर सब एमती गिरीश मरा मेंटेनेंस हम जो गुड़ा काम अच्छे तो चलो बाय बाय वीडियो ये बर्तमान शेष हो तो जो मैंने प्रथम थर आसते ना तो लाइक सब्सक्राइब करदे तो चलो देखा पुणी नेक्स्ट ब्लॉग तो बाय बाय टाटा तो चलो।